ଦେଖନ୍ତୁ ଆଜି ଏଇଥିପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ନିମନ୍ତ୍ରଣ କରି ଡାକିଲି ଯେ ରାଜ୍ୟରେ ବିଭିନ୍ନ ପେଟ୍ରୋଲ ପମ୍ପ ମାନଙ୍କରେ ପେଟ୍ରୋଲ ମହଜୁଦ ଅଛି, ଡିଜେଲ ମହଜୁଦ ଅଛି, କୌଣସି ପ୍ରକାର ସର୍ଟେଜ କୋଉଠି ନାହିଁ। ତେଣୁ ବିଭିନ୍ନ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ନ୍ୟୁଜ୍ ବାହାରୁଛି, କାରଣ ମିଡିଲ ଇଷ୍ଟରେ ଯେଉଁ ପ୍ରକାର ଯୁଦ୍ଧ ଚାଲିଛି ତାକୁ ନେଇକରି ବିଭ୍ରାନ୍ତିକର ତଥ୍ୟ ମଧ୍ୟ ପରିବେଷଣ ହେଉଛି। ମୁଁ ତାକୁ ନ୍ୟୁଜ୍ ଦେଖିଲି, କେଉଁଠି ସର୍ଟେଜ ନାହିଁ, ସଫିସିଏଣ୍ଟ ତେଲ ଆମର ଅଛି, ମହଜୁଦ ଅଛି। ତେଣୁ ଲୋକମାନଙ୍କୁ ମାନେ ମୋର ଭାଇ ଭଉଣୀମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରିବି, ଗାଡ଼ି ଆଣନ୍ତୁ, ଗାଡ଼ିରେ ତେଲ ଭର୍ତ୍ତି କରି ନିଅନ୍ତୁ, କୌଣସି ପ୍ରକାର ପାନିକ ହୁଅନ୍ତୁ ନାହିଁ, କିମ୍ବା ବଡ଼ ବଡ଼ ବ୍ୟାରେଲରେ ଘରେ ନେଇକି ମହଜୁଦ କରନ୍ତୁ ନାହିଁ। ମହଜୁଦ କରିବାଟି ଠିକ୍ ନୁହଁ, କାରଣ ତେଲ ସର୍ଟେଜ ହେବ ନାହିଁ। ଆମର ଏ ଯୁଦ୍ଧରେ ଆମର ସେମିତି କିଛି ପ୍ରଭାବ ପଡ଼ିବାର ନାହିଁ। ଆଉ ଇତିମଧ୍ୟରେ ରଷିଆ ଠାରୁ ମଧ୍ୟ ଆମର ତେଲ ଆସିବା ଆରମ୍ଭ ହୋଇଯାଇଛି। ତ ତେଲ ବାବଦରେ ଯେଉଁ ବିଭ୍ରାନ୍ତିକର ତଥ୍ୟ ସମାଜରେ ଅଛି, ପ୍ରକାଶ ହେଉଛି, ଗଣମାଧ୍ୟମରେ ବି ହେଉଛି, ମୁଁ ତାକୁ ଏଇଠି କହିବାକୁ ଚାହେଁ ଯେ ଆମର ରାଜ୍ୟବାସୀ ମାନେ, ଭାଇ ଭଉଣୀ ମାନେ କେବଳ ସରକାରୀ ତଥ୍ୟକୁ ଆଉ ବିଶ୍ୱାସକୁ ନିଅନ୍ତୁ, ଇଏ ବେସରକାରୀ ତଥ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ। ସଫିସିଏଣ୍ଟ ତେଲର ବ୍ୟବସ୍ଥା ଅଛି, କେଉଁଠି ବି ଅସୁବିଧା ନାହିଁ। ଯେଉଁଠି କିଛି ନ୍ୟୁଜ୍ ଦେଖୁଥିଲି ମୁଁ ସକାଳୁ, କିଛି ଯେଉଁ ନ୍ୟୁଜ୍ ଦେଖୁଛ ଆପଣମାନେ, ଲାଇନ୍ ଲାଗିଛି, ସେସବୁ ଏ ପ୍ରକାର ନ୍ୟୁଜ୍ ବାହାରକୁ ଯିବା ପରେ ଲୋକଙ୍କ ଭିତରେ ଗୋଟେ ଛାନିଆ ବସାଇଛି ଯେ ଆଗାମୀ ମାସେ 2 ମାସ ପରେ ମଧ୍ୟ ଆଉ ତେଲ ମିଳିବ ନାହିଁ। ସେମିତି କିଛି ହେବାର ନାହିଁ, ତେଲ ସଫିସିଏଣ୍ଟ ମିଳିବ, କେବେ ବି ଅସୁବିଧା ହେବ ନାହିଁ। ଆମେ ସେଥିପାଇଁ ପ୍ରସ୍ତୁତ ଅଛୁ। ଆବଶ୍ୟକ ପଡ଼ିଲେ କଳା ବଜାରୀମାନଙ୍କ ଉପରେ ମଧ୍ୟ ଆମେ ପୁରା ନଜର ରଖିଛୁ, ଆକ୍ସନ୍ ବି ଦରକାର ପଡ଼ିଲେ ନିଆଯିବ। ଆଉ ଆମେ ସରକାର ପୁରା ତେଲ, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ, ଖାଇବା ଦ୍ରବ୍ୟ ଏସବୁ ଉପରେ ପୁରା ନଜର ରଖିଛନ୍ତି, କିଛି କେଉଁଠି ଅଭାବ ନାହିଁ। ତେଣୁ ମୁଁ ସମସ୍ତଙ୍କୁ ଏଥିପାଇଁ ନିବେଦନ କରିବାକୁ ଚାହେଁ, ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କୁ ମୁଁ ନିବେଦନ କରିବାକୁ ଚାହେଁ, ଏଇ ମ୍ୟାଟରରେ ପ୍ୟାନିକ୍ ହେବାର କୌଣସି ଆବଶ୍ୟକତା ନାହିଁ। ଗୋଟେ ନ୍ୟୁଜ୍ ଚାଲିବାରେ ଖେଳି ଯାଇଛି, ଆଗାମୀ ଦିନମାନଙ୍କରେ ପେଟ୍ରୋଲ ସର୍ଟ ହେଇଯିବ ବା ଡିଜେଲ ସର୍ଟ ହେଇଯିବ। ଯୁଦ୍ଧ ଘନଘଟା ଭିତରେ ଭାରତର ମଧ୍ୟ ତାର ପ୍ରଭାବ ପଡ଼ିବ, କିନ୍ତୁ ଭାରତରେ ତାର ପ୍ରଭାବ ପଡ଼ିବାର ନାହିଁ। ଭାରତ ସଦାବେଳେ ପେଟ୍ରୋଲ ଆଉ ଡିଜେଲ ଜାତୀୟ ପଦାର୍ଥ ଭରପୁର କରି ରଖିଛନ୍ତି, ପୁରା ଭର୍ତ୍ତି ହେଇକି ଅଛି ଦେଶରେ। ଏବଂ ଏ ପରିସ୍ଥିତିକୁ ଆଖିରେ ଆଗରେ ରଖିକରି ମଧ୍ୟ କେଉଁଠୁ ଭବିଷ୍ୟତରେ ପୁଣି ତେଲ ଆସିବ ତାର ମଧ୍ୟ ବ୍ୟବସ୍ଥା କରିସାରିଛନ୍ତି, ଆପଣ ଜାଣିଛନ୍ତି ନ୍ୟୁଜ୍ ସବୁ। ତେଣୁ ତେଲରେ କୌଣସି ପ୍ରକାର ଅସୁବିଧା ନାହିଁ। ଖାଇବା ପିଇବା ଚାଉଳ ତ ଆମର ପାଖରେ ବହୁତ ସଫିସିଏଣ୍ଟ ଅଛି। ତେଣୁ ଖାଦ୍ୟ ପଦାର୍ଥ ତେଲ କେଉଁଥିର ଅଭାବ ନାହିଁ। ତେଣୁ ଏସବୁ ବିଭ୍ରାନ୍ତିକର ତଥ୍ୟ ଉପରେ ମାନେ ବିଶ୍ୱାସ ନ କରିବା ପାଇଁ ମୁଁ ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ନିବେଦନ କରୁଛି। ବେଳେବେଳେ ସେମିତି ବଢ଼ିବ କମିବ, ସେଇଟା ପେଟ୍ରୋଲିୟମ ଜିନିଷ ଗୁଡ଼ା ବି ସେଇଆ, କେତେବେଳେ ବଢ଼ିବ କେତେବେଳେ କମିବ, କିନ୍ତୁ ମାନେ ମହଜୁଦ ଅଛି, ସଫିସିଏଣ୍ଟ, ଅଭାବ ନାହିଁ। ସାମୟିକ ଭାବରେ ଟିକେ ବଢ଼ିଛି ମୁଁ ମାନୁଛି, କିନ୍ତୁ ଏଥି ନେଇକରି କୌଣସି ପ୍ରକାର ବିଭ୍ରାନ୍ତିକର ତଥ୍ୟ ନ ଆସିବା ଦରକାର ଯେ ଜମା ମିଳିବନି। ଆଗକୁ 2-3 ମାସ ପରେ ପୁରା ବନ୍ଦ ହେଇଯିବ, ମୋ ଗାଡ଼ି ତେଲ ମିଳିବ ନାହିଁ, ତେଣୁ ଆଣିକି ବ୍ୟାରେଲରେ ଘରେ ରଖିଦିଅ, ସେସବୁ ଜିନିଷ ନ କରନ୍ତୁ। ଲୋକମାନେ ଦେଖନ୍ତୁ, ନାଇଁ ନାଇଁ ଏତେ ରେଟ୍ ବଢ଼ିନାହିଁ, ଏପର୍ଯ୍ୟନ୍ତ କାଁ ଭାଁ ଟିକେ ଟିକେ ବଢ଼ିଛି, ତାକୁ ନେଇକରି ତେଣୁ ବିଭ୍ରାନ୍ତିକର ତଥ୍ୟ ଯେଉଁ ଲୋକମାନଙ୍କ ପାଖରେ ପହଞ୍ଚୁଛି ଯେ ଆଗାମୀ ଦିନରେ ମିଳିବ ନାହିଁ, ସେମିତି ନୁହଁ। ସଫିସିଏଣ୍ଟ ତେଲ ଅଛି, ତା ଉପରେ ତ ସରକାର ବିଚାର କରିବେ, କିନ୍ତୁ ବର୍ତ୍ତମାନର ତଥ୍ୟ ହେଉଛି ସଫିସିଏଣ୍ଟ ତେଲ ଅଛି, ତେଲରେ କିଛି ଅଭାବ ନାହିଁ। ଓକେ, ଶୁଣନ୍ତୁ, ଯୁଦ୍ଧର ତ ପ୍ରଭାବ ସବୁ ତ ମାନୁଛି, ଏ ଯେଉଁ ଯୁଦ୍ଧ ଆହୁରି ଭୟଙ୍କର ବି ହେଇପାରେ, ତାର ପ୍ରଭାବ
ଭାରତ ଉପରେ ନ ପଡ଼ିବ ତା ମାନେ ନାହିଁ, ସବୁଠି ପଡ଼ିବ, ସବୁ ଦେଶ ଉପରେ ପଡ଼ିବ। କିନ୍ତୁ ବର୍ତ୍ତମାନଙ୍କର ସ୍ଥିତି ହେଉଛି ଏଇଆ ଯେ ଆମ ଦେଶରେ ତେଲ ଖାଇବା ପିଇବା ଜିନିଷ ଅଭାବ ନାହିଁ, ସମ୍ପୂର୍ଣ୍ଣ ମହଜୁଦ ଅଛି, ସଫିସିଏଣ୍ଟ ମହଜୁଦ ଅଛି। ମୁଁ ତାଙ୍କୁ ଅପିଲ ତ କରୁଛି, ଆଜି କହିବାର ମାନେ ହେଉଛି ସେଇଆ ଯେ ଯେଉଁମାନେ ବାରେଲ ଫାରେଲ ଧରିକି ଯାଇକିରି ଭର୍ତ୍ତି କରି ଘରକୁ ରହୁଛନ୍ତି ସେ ନିଅନ୍ତୁ ନାହିଁ, ଗାଡ଼ି ନିଅନ୍ତୁ, ଗାଡ଼ିରେ ଯେତିକି ଆବଶ୍ୟକ ଭର୍ତ୍ତି କରିକି ଆଣନ୍ତୁ, ଅଭାବ ନାହିଁ। କିନ୍ତୁ ଅବିକା ସେମିତି କିଛି ଅର୍ଡ଼ର ଯାଇନାହିଁ। ଆମ ପାଖରେ ଯେହେତୁ ସଫିସିଏଣ୍ଟ ତେଲ ଅଛି, ମୁଁ ନାଗରିକମାନଙ୍କୁ ବୁଝେଇବାକୁ ଚାହୁଁଛି ଯେ ଜମା ପ୍ୟାନିକ୍ ହୁଅନ୍ତୁ ନାହିଁ, ଯେତିକି ତେଲ ଦରକାର ସେତିକି ନିଅନ୍ତୁ, ସବୁଦିନ ଭଳିଆ ନିଅନ୍ତୁ, ଜମା ପ୍ୟାନିକ୍ ହୁଅନ୍ତୁ, ଘରେ ନେଇକିରି ମହଜୁଦ କରନ୍ତୁ ନାହିଁ, କାହିଁକି ନା ତେଲ ସଫିସିଏଣ୍ଟ ଅଛି। କମିବ ବଢ଼ିବ ଏ ତ ତାଙ୍କ କମ୍ପାନୀ ଉପରେ ନିର୍ଭର କରେ, ସେ କମ୍ପାନୀର ସଦାବେଳେ ମାନେ ହିସାବ ହୁଏ କେଉଁଦିନ ବଢ଼ିବ କେଉଁଦିନ କମିବ, ସେ ତା ଉପରେ ମୁଁ ଏ ରେଟ୍ ଉପରେ କହିପାରିବି ନାହିଁ। କିନ୍ତୁ ମହଜୁଦ ଉପରେ ମୁଁ କହିବି, ସ୍ଥିତି ଉପରେ ମୁଁ ଆଜି ପରୀକ୍ଷା ଅବିକା ଅଫିସରମାନଙ୍କୁ ଡାକିଥିଲି, ଅଫିସରମାନେ ମୋତେ ଯେଉଁ ଡାଟା ଦେଲେ ସଫିସିଏଣ୍ଟ ତେଲ ଓଡ଼ିଶାରେ ଅଛି। 2002ରେ ମଧ୍ୟ ସେମିତି ଗୋଟେ ମ୍ୟାଜିକ୍ ହେଇଥିଲା ଏବଂ ଏବେ ବି ସେ ମ୍ୟାଜିକ୍ ହେଇଛି ହେବାର ଚାନ୍ସ ଅଛି। ଆମେ ତ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ଦେଇଛୁ, ସ୍ୱାଧୀନ ପ୍ରାର୍ଥୀ ତାଙ୍କର ଜିତିବା ହାରିବା ସେ ତାଙ୍କର ଲାଗିଛନ୍ତି। କିନ୍ତୁ ବିଜେଡି କହୁଛି ଭାରତୀୟ ଜନତା ପାର୍ଟି 3ଟି ଆସନ ନେଇପାରିବନି, ସଂଖ୍ୟା ନାହିଁ। ଦେଖନ୍ତୁ, ଗୋଟେ ହେଉଛି ବିଜୁ ପ୍ରେମୀ, ଆଉ ଗୋଟେ ହେଉଛି ନବୀନ ପ୍ରେମୀ। ବିଜୁ ପ୍ରେମୀ ମାନେ ଦିଲ୍ଲୀପ ରାୟଙ୍କୁ ପସନ୍ଦ କରୁଛନ୍ତି, ଇଏ ଗୋଟେ ପ୍ରସଙ୍ଗ। ଆଉ କିଛି ଅଛନ୍ତି ନବୀନ ପ୍ରେମୀ। ତ ବିଜେଡି ପାର୍ଟିଟା ତ ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଉଛି, କେଉଁଦିନ କେତେବେଳେ କେତେବେଳେ ଛାଡ଼ିକି କିଏ ଯାଉ ତାର କିଛି ହିସାବ ନାହିଁ। କ'ଣ ହେବ ରେଜଲ୍ଟ ଆସିଲେ ଜଣାପଡ଼ିବ, କିଏ ଦେଲେ କିଏ ନଦେଲେ ଜଣାପଡ଼ିବ। ଅବିକାଠୁ କହିପାରିବିନି ମୁଁ, 16 ତାରିଖ ଜଣା ପଡ଼ିବ ସ୍ପଷ୍ଟ। ନିଶ୍ଚୟ 16 ତାରିଖରୁ, କିନ୍ତୁ ଆମେ କନଫିଡେଣ୍ଟ ଅଛୁ, ଆମେ 3କୁ 3 ଜିତି। ନାଇଁ ସେଟା ତ ଭବିଷ୍ୟତ କଥା ଆମେ 3 ପାଇଁ ଆଶା ରଖିଛୁ, 3 ହବ। ଏ ପ୍ରୋଜେକ୍ଟକୁ ଉଦ୍ଘାଟନ କଲେ, 20ଟା ସାଇବର ଥାନାକୁ ଉଦ୍ଘାଟନ କଲେ, ଏ କାମରେ ଆସିଥିଲେ, ସରକାରୀ କାମରେ ଆସିଥିଲେ, ବୁଝିପାରିଲେ। ତେଣୁ ତାପରେ ସେ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ପାର୍ଟି ଅଫିସକୁ ଆସିବାକୁ ମନା ଅଛି, ପାର୍ଟି ଅଫିସକୁ ଆସି ପୁଣି ନେତାମାନଙ୍କୁ ଭେଟିଲେ, ସେଠାରେ ତ କିଛି ଅସୁବିଧା ନାହିଁ। ସେ ଆମର ମନ୍ତ୍ରୀ, ସେ ମାନେ ଆମର ମାନେ ସର୍ବମାନ୍ୟ ନେତା, ବୁଝିପାରିଲେ, ଅମିତ ଶାହ, ସେ ଆମର ସର୍ବମାନ୍ୟ ନେତା। ସେ ଆସିକି କାହାକୁ ଭେଟିବେ, କ'ଣ କରିବେ, କ'ଣ ନାହିଁ ତାଙ୍କର। ନା ନାଇଁ ମୋ ସହିତ କ'ଣ କଥା, ପାର୍ଟିର ସେ ତ କ୍ୟାଣ୍ଡିଡେଟ୍ ନୁହନ୍ତି, ସେ ତ ସ୍ୱାଧୀନ କ୍ୟାଣ୍ଡିଡେଟ୍, ସେ ସମସ୍ତଙ୍କ ସହିତ ଆଲୋଚନା କରିପାରିବେ।